ପିକନିକ୍ରୁ ଫେରିବା ପରେ ବହୁତ ଥକି ଯାଇଥିଲା ବିଜୟ। ଅସଜଡ଼ା ସେଜରେ ଅବଶ ଦେହକୁ ଲମ୍ବେଇ ଦେବାର କିଛି ସମୟ ଯାଇଛି କି ନାହିଁ ସେ ଗଭୀର ନିଦ୍ରାରେ ଶୋଇପଡ଼ିଲା। ଏକ ଅବିବାହିତ ଯୁବକର ଘର ଯେମିତି ରହିବା କଥା ସେମିତି ହିଁ ଥିଲା ବିଜୟର ଘର। ଘରର ଚାରିଆଡ଼େ ମଇଳା ପ୍ୟାଣ୍ଟର ପ୍ରଦର୍ଶନୀ ସହିତ ବେଶ୍ ମେଳ ଖାଉଥିଲା ଖାଲି ମଦ ବୋତଲ, ସିଗାରେଟ୍ ଟୁକୁଡ଼ା ଓ ପଲିଥିନ୍ ବ୍ୟାଗ୍ର ସମ୍ଭାର। ଖଟର ଅବସ୍ଥା ନ କହିବା ଭଲ। ଲ୍ୟାପଟପ୍, ମୋବାଇଲ ଚାର୍ଜର, ପେନ୍ଡ୍ରାଇଭ୍ ଆଦି ଉପକରଣମାନ ଇତସ୍ତତ ଭାବରେ ଖଟ ଉପରେ ନିଜ ସ୍ଥାନ ସୁଦୃଢ଼ କରି ରହିଥିଲେ। ଜଣେ ଲୋକ ଶୋଇବା ପାଇଁ ଯେତିକି ସ୍ଥାନ ଆବଶ୍ୟକ କେବଳ ସେତିକି ହିଁ ଖାଲି ଥିଲା ଓ ବିଜୟ ଶୋଇଯିବା ପରେ ସେ ଖାଲି ସ୍ଥାନ ମଧ୍ୟ ପୂରଣ ହୋଇଯାଇଥିଲା। ସହର ସାରା ବହୁତ ଖୋଜିବା ପରେ ତାକୁ ମିଳିଥିଲା ନିକାଞ୍ଚନ ସ୍ଥାନରେ ଏହି ଘରଟି। ଭଡ଼ା ବହୁତ କମ୍ ଥିଲା ଓ ମାଲିକ ରହୁଥିଲେ ଅନ୍ୟ ଏକ ସହରରେ। ତେଣୁ ଘର ମାଲିକର ଅତ୍ୟାଚାରରୁ ମୁକ୍ତି ପାଇବା ସହିତ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାର ସୁଯୋଗ ପାଇଥିଲା ବିଜୟ। କିନ୍ତୁ ସେ ସ୍ଥାନରେ ଭଡ଼ା ଘର ନେବା ପରେ ବିଜୟକୁ ଆଖପାଖର ଲୋକେ ନାନା କଥା କହି ସେ ଘର ଛାଡ଼ି ଚାଲିଯିବାକୁ ଉପଦେଶ ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ ବହୁତ ବର୍ଷ ଧରି ସେ ଘର ଖାଲି ଥିଲା ଓ କୌଣସି ଲୋକ ସେ ଘରେ ରହିବାର ସାହସ କରିପାରୁନଥିଲେ। ସହରର ଉପକଣ୍ଠରେ ଘରଟି ଥିଲେ ମଧ୍ୟ ଭଡ଼ା ଲାଗିପାରୁନଥିଲା। ଘର ମାଲିକ ଭଡ଼ା କମାଇବା ପରେ ମଧ୍ୟ କୌଣସି ଲୋକ ସେ ଘରକୁ ଆସୁନଥିଲେ। ଗୁଜବ ଅନୁସାରେ ସେ ଘରକୁ ଏକ ପ୍ରେତାତ୍ମା ଅକ୍ତିଆର କରି ରଖିଥିଲା। ଅଗଣିତ ପୂଜାପାଠ ଓ ମନ୍ତ୍ରତନ୍ତ୍ର କରିବା ପରେ ମଧ୍ୟ ସେ ଘରକୁ ଆତ୍ମା କବଳରୁ ମୁକ୍ତ କରାଯାଇପାରୁନଥିଲା। ଏସବୁ କଥା ବିଜୟ ଉପରେ କୌଣସି ପ୍ରଭାବ ପକାଇ ପାରୁନଥିଲା। ସେ ଥିଲା ଘୋର ନାସ୍ତିକ, ଭଗବାନଙ୍କ ସତ୍ତାକୁ ଅସ୍ୱୀକାର କରୁଥିବା ଲୋକ। ଘରକୁ ଆସିବାର 2 ମାସ ବିତି ସାରିଥିଲା କିନ୍ତୁ ସେପରି କିଛି ଅସ୍ୱାଭାବିକ ଲକ୍ଷ୍ୟ କରିପାରୁନଥିଲା ବିଜୟ। ସେ ନିଶ୍ଚିତ ଥିଲା ଯେ ଲୋକଙ୍କ ମନଗଢ଼ା କାହାଣୀର ପ୍ରକୋପରେ ବିଚରା ଘରଟି ଅଭିଶପ୍ତ ହୋଇଯାଇଥିଲା ଯାହା, ନହେଲେ କୌଣସି ପ୍ରେତାତ୍ମା ବା ଦୁଷ୍ଟ ଶକ୍ତିର ତିଳେ ମାତ୍ର ଚିହ୍ନ ନଥିଲା ସେଠାରେ। ହଠାତ୍ କବାଟରେ କେହି ଜଣେ ଭୀଷଣ ଜୋରରେ ଆଘାତ ଦେଲା। ଠକ୍ ଠକ୍ର ଶବ୍ଦରେ ବିଜୟର ନିଦ ଭାଙ୍ଗିଗଲା। ହାତ ଘଣ୍ଟାକୁ ନିରେଖି ଦେଖିଲା। ସମୟ ଠିକ୍ 3ଟା 15। ବାହାରେ କୁକୁରମାନଙ୍କ ବିକଟାଳ ଚିତ୍କାର ଅନବରତ ଶୁଭୁଥିଲା। ଲାଗୁଥିଲା ସେମାନେ କାହାର ପଛରେ ଭୋକି ଚାଲିଛନ୍ତି। ଡିସେମ୍ବର ମାସର ଶୀତୁଆ ରାତିର ହାଡ଼ଭଙ୍ଗା ଶୀତକୁ ଭୂକ୍ଷେପ ନ କରି ବାହାରେ କେହି ଯେ ଚଲାବୁଲା କରୁଥିବ ସେ କଥା ବିଶ୍ୱାସ କରିବା ନିହାତି କଷ୍ଟକର। ବିଜୟ ଘର ପାଖରେ କୌଣସି ଘର ନଥିଲା ଓ ନିକଟସ୍ଥ ଘର ଥିଲା ପାଖାପାଖି 2 କିଲୋମିଟର ଦୂରରେ। ଏପରି ପରିସ୍ଥିତିରେ କୌଣସି ଲୋକ ଆସି ତାକୁ ଡାକୁଥିବ ବୋଲି ଭାବିବା ଅସମ୍ଭବ ଥିଲା। ବିଜୟ ମନ ଭିତରେ ପରସ୍ପର ବିରୋଧୀ ଚିନ୍ତାଧାରା ଘମାଘୋଟ ଯୁଦ୍ଧ ଆରମ୍ଭ କରିସାରିଥିଲେ। ସେ ଖଟ ଉପରେ ବସି ରହି କବାଟ ଆଡ଼କୁ କାନ ଡେରି ରହିଲା। ପ୍ରକୃତରେ ମୃଦୁ ଆଘାତ କରିକି ଡାକିଲା ବା ପବନରେ ସେମିତି ଶବ୍ଦ ସୃଷ୍ଟି ହେଲା ସେ କଥା ଭାବି ଚାଲିଥିଲା ବିଜୟ। ବେଶ କିଛି ସମୟର ଅଖଣ୍ଡ ନୀରବତା, କେବଳ ବିଜୟର ନିଶ୍ୱାସ ପ୍ରଶ୍ୱାସ ଓ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ। ବିଜୟ ମନେ ମନେ କହିଲା, ଚୋର ଆସିଲା କି ଆଉ? ତା କଥା ସରିଛି କି ନାହିଁ ମିଞ୍ଜି ମିଞ୍ଜି ଜଳୁଥିବା ଲାଇଟ୍ ତଳୁ ଖସ୍ ଖସ୍ ଶବ୍ଦ ଶୁଭିବାକୁ ଲାଗିଲା। ଚମକି ପଡ଼ିଲା ବିଜୟ। କିଏ ପାଟି କରୁଛ କହି ଚିତ୍କାର କରି ଉଠିଲା। ତା ହୃଦୟର କମ୍ପନ ଭୀଷଣ ଭାବରେ ବଢ଼ିଗଲା ଓ କାନ ପାଖରେ ଗୁଞ୍ଜରିତ ହେଲା ଧକ୍ ଧକ୍ର ଶବ୍ଦ। ହଠାତ୍ ଏକ ମୋଟା ଝିଟିପିଟି କାନ୍ଥର ଏ ମୁଣ୍ଡରୁ ସେ ମୁଣ୍ଡ ଦୌଡ଼ି ଚାଲିଗଲା। ବିଜୟକୁ ଲାଗିଲା ସେହି ଝିଟପିଟ ତା ଆଡ଼କୁ କଟମଟ କରି ଚାହିଁଛି। ଧେତ୍, ଗୋଟିଏ ଛାର ଝିଟିପିଟି ମୋତେ ଡରାଇ ଦେଲା। ବୋଧହୁଏ ମୋ ମୁଣ୍ଡରୁ ମଦ ନିଶା ଏପର୍ଯ୍ୟନ୍ତ ଖସି ନାହିଁ, ସେଥିପାଇଁ ଏସବୁ ପାଲା ଚାଲିଛି। ଗୋଟିଏ ସିଗାରେଟ୍ ନହେଲେ ଟାଣି ନିଏ।
गोटे सिगरेट न टाणिले निस्तार नहीं। विजय पाटिरू सिगरेट धूममंडल ऊर्ध्वगामी हेबाकू लगिले। से पुणी हाथ घंटा को देखिला, समय 3:15। टिके आश्चर्य लगिला ताको। सेतेबेलकू रास्तार कुकुर मानक कर्कश क्रंदन टिके विराम लगिला। सिगरेट टाणी सारी से पुणी थरे शोइबार प्रयास कला। कड़माड़ी शोइबा समय ताको बहुत कष्ट हेबारो बाम हाथ को भल भाव देखा लगिला। हाथ में क्षत देखि से चमकी पड़ी कहला, ओह केतबेले खंडियाटा हैला मु जानी पारिलिनी। एते सावधान हेबा परे मध्य मते खेताक्त करिदेला, किंतु मु भी ताको छाड़िनी। ता अवस्था जहा करिछे से सारा जीवन मते मने रखिथिबो। अनिच्छा सत्वे भी से पुणी उठी गाधुआ घर को गला और खेत स्थान को धोई रुमाल गुड़ाई देला। निद भांगी जाइथिबारो ता मनरे विरक्तिर मात्रा बढ़ी सारी थिला। एक बोतलू बाकी थिबा मदर गोटे ढोक पी दे पुणी थरे खट उपरे गड़ी पड़िला। किछि समय जाइछि कि नहीं, पुणी कबाट पाखरे सुबिला ठक ठक्र शब्द। एथर आघातर मात्रा अधिक तीव्र थिला। ता संगको सुबिला कहार कांदिबार शब्द और पाउंजीर रोणछुण। मद निशारे आच्छन्न विजय को घटनार गभीरता सेतेटा प्रभाव करि पारिलानि बोधे। से खटरे सेमिति पड़ी रहिला, किंतु बेलको बेल कबाटे पड़ुथिबा आघात झरका को स्थानांतरित हैला। एका संगरे कबाट और झरका धड़ धड़ शब्द रे कंपिबाकू लगिला। पाउंजीर मृदु शब्द प्रखर होई झण झण हेबाकू लगिला। उधीर क्रंदन परिवर्तित होई सारिथिला बुकु फटा चित्कार रे। विजय कानरे तकिया माड़ी दे सेही विकटाल शब्दरू निजको बंचेबार प्रयास कला। मात्र ताको लागिला सेही तकिया भितरू केही जणे कहुछे, बाबू कबाट खोल, कोली नेब बोली कहूथिल परा। विजय देहरे विद्युत आघात लागिला परी अनुभव कला और तकिया को फेंगी दे खट उपरे बसीगला। ता आखि सामने कबाट और झरका दोहलिबारे लागिथिला। छात उपरे केही जणे दौड़ी चलीगला और घरर चारिपटू विकटाल क्रंदन शुभी चलीथिला। सेही परिस्थिति रे कौन करा जाई परिबो बोले भाभी पारु नथिला विजय। मोबाइल को थर थर हाथ रे धरी से सांग मानक पाखकू फोन करने चेष्टा कला। मात्र मोबाइल परदारे कि दृश्य देखिला के जानी ताकू धरी तले कचाड़ी देला और खंड खंड होई मोबाइल टी भांगी गला। खटरू तलक ओह्लैवाकू से आप्राण चेष्टा कला, किंतु विफल हैला। ताकू लागिला दुई गोड़ को केही जणे जेमिति भिड़ी धरिछे। मनरे केवल गोटिए कथा आसुथिला विजयर, जदि कौनसी मते से घरु बाहरी पारंता तेबे भयंकर विपदरू बंची पारता। पुणी थरे से हाथ घंटा को देखिला, किंतु ए कौन, समय 3:15। से चित्कार कला, एमिति होई पारे ना। किछि समय तले तो सही 3:15 होइथिला, तेबे एबे पुणी केमिति सेतिकी टाइम होइछे। काले हाथ घंटा बंद हो जाइथिबो बोली कांथ घंटा को देखिला। कांथ घंटारे मध्य बाजिथिला 3:15। ता मुंड गोलमाल हो जाउथिला। से स्वप्न देखुछि ना वास्तवता को प्रत्यक्ष करुछे जानी पारु नथिला। खाली मद बोतल, सिगरेट पाउंस और हाथ रे बंधा जाइथिबा रुमाल प्रमाणित करुथिला पूर्वरु 3:15 बाजी सारिथिला। हठात रूम रे मिंजी मिंजी जळुथिबा लाइट दबदब करबा आरंभ करितला। विजय मने मने भाबिला, जदि लाइटटा बंद हो जिवो पूरा घरटा अंधार हो जिवो। कारण बाथरूम रो लाइट 2 दिन तलरू जळु नथिला और रोषेई घरटा शोइबा घर ठारो ढेर दूर रे थिला। से घरे लाइट अछि कि नहीं जानिबार अवकाश ता पाखरे नथिला, कारण से घरे रोषेई न करे होटेल रे खाउथिला। ताकू लागिला केही जणे खट चारिपटे दौड़िबा आरंभ करि दैछे। भयरे विजयर रक्त जमाट बांधिला परि लागुथिला। पादर थप थप शब्द सहित ताल दे बढ़ी चलीथिला पाउंजीर रुणझुण झंकार। ता सहित विजय हाथ रे होइथिबा क्षतरो रक्त झरिबा आरंभ होइगला और भीषण जंत्रणा रे
ସେ ଅସ୍ତବ୍ୟସ୍ତ ହୋଇ ଉଠିଲା। ମୁହଁରେ ପାପୁଲି ଢାଙ୍କି ଦେଇ ତା ଚାରିପଟେ ଚାଲିଥିବା ଘଟଣାବଳୀରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କଲା ସେ। କିନ୍ତୁ ମୁହଁ ପାଖରେ କାହାର ପ୍ରଖର ନିଶ୍ୱାସ ଅନୁଭବ କରି ସେ ଭୟରେ ଥରିବାକୁ ଲାଗିଲା। କାନ ପାଖରେ ପୁଣି କେହି କହିଲା, ବାବୁ ମୁହଁ କାହିଁ ଲୁଚାଉଛ, କୋଳି ନେବ ପରା। ପାପୁଲି ତଳୁ ବିଜୟ ଚିତ୍କାର କଲା, ତୁ କିଏ? ଚାଲିଯା ମୋ ଘରୁ, ମୋର କୋଳି ରଖିବାର ନାହିଁ। ଭୟଙ୍କର ଅଟ୍ଟହାସରେ ଘର ଭିତରଟା କମ୍ପିବାକୁ ଲାଗିଲା। ସେ ଅଟ୍ଟହାସର ତୀବ୍ରତା ଏତେ ଥିଲା ଯେ ଲାଗୁଥିଲା ଘରଟି ନିମିଷକ ମଧ୍ୟରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ। ବିଜୟ ଅନୁଭବ କଲା ତା କ୍ଷତ ସ୍ଥାନକୁ କେହି ଜଣେ ରାମ୍ପୁଡ଼ି ପକାଉଛି। କଷ୍ଟରେ ଚିତ୍କାର କରି ସେ ମୁହଁରୁ ପାପୁଲି ହଟାଇ କ୍ଷତ ସ୍ଥାନକୁ ଧରିବାକୁ ପ୍ରୟାସ କରିବା ସମୟରେ ଯାହା ଦେଖିଲା ତା ପାଦ ତଳୁ ମାଟି ଖସିଯିବା ପରି ଅନୁଭବ ହେଲା। ତା ସାମ୍ନାରେ ଏକ ରକ୍ତସ୍ନାତା ଯୁବତୀର କ୍ଷତ ବିକ୍ଷତ ଶରୀର ଥିଲା। ମୁଣ୍ଡର ଖପୁରି ଫାଟି ଆଁ ହୋଇଯାଇଥିଲା ଓ ଗାଲ ହାଡ଼ ଫାଟି ବାହାରକୁ ବାହାରି ଆସିଥିଲା। ଦେହରୁ ଖଣ୍ଡ ଖଣ୍ଡ ମାଂସ ଟୁକୁରା ଖଟ ଉପରେ ବିଛାଡ଼ି ହୋଇ ପଡ଼ିଥିଲା ଓ ସେ ଗୋଡ଼ ଲମ୍ବାଇ ବିଜୟ ସାମ୍ନାରେ ବସି ରହିଥିଲା। ସେ ଯୁବତୀର ତଣ୍ଟିଟି କଟି ମେଲା ହୋଇଯାଇଥିଲା ଓ ସେଥିରୁ ରକ୍ତଧାର ଝୁଟି ଚାଲିଥିଲା। ବିଜୟ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ଛିଟକି ପଡ଼ି କାନ୍ଥରେ ବାଜିଲା ଓ ତଳେ ପଡ଼ିଗଲା। ଶୁଭିଲା ଯୁବତୀର କର୍କଶ ଚିତ୍କାର। ସେ ଚିତ୍କାରରେ ମିଶି ରହିଥିଲା କ୍ରୋଧ, ଘୃଣା ଓ ପ୍ରତିଶୋଧର ବହ୍ନି। ଯଦି କୋଳି ନେବାର ନଥିଲା ମୋତେ କାହିଁକି ପାହାଡ଼ ଉପରକୁ ଡାକି ନେଲୁ ବାବୁ? ମୁଁ ତୋର କିଛି ଦୋଷ କରିଥିଲି ଯେ ମୋ ଜୀବନ ବର୍ବାଦ କରିବା ପରେ ମୋତେ କଲ୍ ବଲ୍ କରି ମାରିଦେଲୁ। ପୁଣି ତୋ ମୋବାଇଲରେ ସେ ଜିନିଷ ସବୁ ରେକର୍ଡ଼ କଲୁ ତୋ ପୁରୁଷତ୍ୱର ପ୍ରମାଣ କରିବାକୁ। ତୋତେ ଆଜି ମୁଁ ଛାଡ଼ିବିନି। ବିଜୟ କେବଳ ହାତ ଯୋଡ଼ି ପଡ଼ି ରହିଥିଲା। କିଛି କହିବା ପାଇଁ ତା ଜିଭ ଲେଉଟିବା ଅବସ୍ଥାରେ ନଥିଲା। ତା ଛାତି ଉପରେ ସେ ଅନୁଭବ କଲା ଭୀଷଣ ଚାପ, ଯେମିତି ଏକ ବିରାଟ ପଥର ତା ଛାତି ଉପରେ କେହି ଚାପି ଦେଉଛି। ସେ ବିକଳରେ ଗଁ ଗଁ ହୋଇ ଜୀବନ ବଞ୍ଚାଇବାକୁ ପ୍ରାର୍ଥନା କରିବାକୁ ଲାଗିଲା। କେଇ କ୍ଷଣ ଭିତରେ ବିଜୟ ତା ଶରୀରର ପ୍ରତ୍ୟେକ ଅଙ୍ଗରେ ଅନୁଭବ କଲା ଭୀଷଣ ଯନ୍ତ୍ରଣା। ତା ଶରୀରର ଅଙ୍ଗମାନ ଖଣ୍ଡ ବିଖଣ୍ଡିତ ହୋଇ ବିଛାଡ଼ି ହୋଇ ପଡ଼ୁଥିଲା ଘର ଭିତରେ। କାନ ପାଖରେ ଶେଷ ଥର ପାଇଁ ଗୁଞ୍ଜରିତ ହେଲା, ତୋତେ ଏତେ ସହଜରେ ମୁଁ ଛାଡ଼ିବିନି। ତୁ ମରିବା ପରେ ମଧ୍ୟ ମୋ ପାଖରୁ ବଞ୍ଚିପାରିବୁନି ବାବୁ। ସବୁଦିନ ପାଇଁ ଆଖି ବୁଝିବା ପୂର୍ବରୁ ବିଜୟ ଦେଖିଲା କାନ୍ଥ ଘଣ୍ଟା ଆଡ଼କୁ। ସମୟ ବାଜିଥିଲା 3ଟା 15।